ट्रेन को देखिबारे बहुत बिजी अच्छा अबे चिकन तो हिगलानी रील्स गोटे करया पई कहा भीतर पसिया पड़ुची देखो जो देखो तो बो एठी हमर धान तर एमटी बसची आ मते कहला एठी बस मु बस पड़ची ता पाखरे टिके किए से सब बेले चिनी पानी हम बो कुछ फटर को किए से हैला त देह टिके भल नथला तो तार हां बा मु परा मु आ से पड़े तू आ से पड़े हम बड़ बस चली हिरी से पड़े बड़ बो से पड़े बस से देखुना एपटे आ गोटे बड़ शोई सेपटे हाँ ये बस तुम बो बड़ बो गोटे बड़ बो ये पाठ पढ़ा अच्छी तो सब अच्छी पुओ ए पाठ पढ़ुची आम बस आम जाऊँ है जीवनु के चाकरी जीवु चाकरी कले जीवु बिना चाकरी जीवनु ना ओहो खाली हाथ जी भल लगुनि आम पु को है कौन कह शुणे कह चाकरी हेल्ले जी मुझे केवे जीवु आम घर को ना चाकरी कले जी मुझे कहीं जीवन ना बिना माने हाथ खाली हाथ भल लगुनि जा हौ चाकरी कले जीवु है आम ए जाऊँ घर को सन्ध्या हो पुणी अंधार आमको इधर डर लगे आम गाँ टाक देखु समस्ते है आम गाँ यहाँ माने आयुष मामू घर देखो आम आसवा बाटर घर को षाठिए पाल हो गेट पर्यटन ट्रेन भी आसरी पटू ट्रेन आसटी बिजी अच्छा देखिबारे ट्रेन को देखिबारे बहुत बिजी अच्छा देखते केते जाम पास कर ट्रेन लाइन एपटू ट्रेन आसला केते जोरे जाम बड़ा बजा आयुष ए आसिले मामू घर पहुँची गले सी आसु आसुका माने सांग मैंने ये सब मैं अपेक्षा कर माने कौन आनी आयुष रुटी दौर फोपाड़े नहीं थो धीरे कि मतलब कैच धरवे से माने कैच धरची कर सुंदर भाग देखुना ए सी कैच धरी पारानी आस्ते कि से पकड़ आस्ते कि से पकड़े हम तो एमती पकड़े के हम हाँ ये कैच धर देखलु ए ये धरी पकड़ा ये धरी पकड़ा सी धरी पकड़ा समस्ते कैच धरती ए बाबरे ये समस्ते कैच धरती हाँ आसे से हौ आज आसे तो देखन सब मैंने आज हूँ रविवार छाड़ खाईटा पड़ी सका तो माछ भजा होता 9टा बेले आए दीपर में खावा हो चिकेन चिकेन हो तो ये चिकेन भी हूँ दीपर खावाई हाँ तो चिकेन तो होगा कषा हो टी समय पर खावा हम चिकेन भात को चिकेन आ भात क्या हम बोले चिकेन भात हाँ ये जाल हो सजड़ा हो कहीं जाल ना घर पाइंका बो ए जाल आणिकी ये सजाड़ी थी दूँ सुखीला ये खरा हो देख बसी जा राजा भाया ये बसिकी कदली गचड़ा बड़ा देखा पत्र गुड़ाक ना आईस ये जाल तोड़ दौरान माँ सदरे माँ नाती मिसिकी जाल वाला सजाड़ुंट जरटा एत जोर कर हाँ गला कौन है तुम ये कहीं बैच खरा हो समस्त आसी छात उपर बैठी भी खाया पड़ो आमर खाइबे भी समस्ते आसिक छात उपर देखु ଏବେ କ'ଣ ଭାତ ସରିଗଲା ରୋଷେଇ ପୁଣି ଅରୁଆ ହେବ ବୋଧେ ଅରୁଆ ହେବ ଭାତ ଗଳା ହେଉଛି ଆଉ ତରକାରୀ କ'ଣ ହେବ ତରକାରୀ କ'ଣ ହେବ କ'ଣ ହେଲା
କୋବି ତରକାରୀ ହବ ରଡ଼ ଲିଭିଗଲା ହଁ ନା କ'ଣ ହବ? ହବ ଡାଲମା ହବ ଅରୁଆ ହବ କୋବି ତରକାରୀ ହବ ଫୁଲ ଏଇ ପତ୍ରକୋବି ଆଇଛି ଗୋଟେ ହଉ ଜଲ୍ଦି କରି 11ଟା ବାଜିଲାଣି ବା। 11ଟା ବେଳେ ମୁଁ କ'ଣ କରିବି ମୋତେ ଆଜି ପୁରା ଥଣ୍ଡା ହେଇଗଲା ପୁଣି ଟିକେ ଆଉ ଆଉ ଦେହଟା ଆମର ଭଲ ରହୁନି କାହାର ଥଣ୍ଡା ପଡ଼ିଲା ଯେ ଆହୁରି ଥଣ୍ଡା ହେଉଛି ଆଉ। ରଖୁ ଏବେ କ'ଣ ରୋଷେଇ ସରିଗଲା ନା କ'ଣ ବା? କ'ଣ କହିଲ ରୋଷେଇ ସରିଗଲା? ନାଇଁ ରୋଷେଇ ସରିଲା କୋଉଠୁ ଅରୁଆ ରନ୍ଧା ହବ ତ ଉଷୁନା ଭାତ ରନ୍ଧା ହେଲା ନା ଚୁଲି ଲିପା ହବନି ମୋର ରୋଷେଇ ସରିଗଲା ବୋଲି। ସୋମବାର ମୋର ମୁଁ ଅରୁଆ ଖାଇବି ତମେ ସବୁ ଉଷୁନା ଖାଇବ ତମେ ଉଷୁନା ରନ୍ଧା ଅରୁଆ ଖାଇବି ମାନେ ଚୁଲିଟା ଲିପିକି କରିବି ନା ନାହିଁ ଆଉ କ'ଣ ଉଷୁନା ଚୁଲିରେ ରନ୍ଧା ହେବା କି ଆଗ ଉଷୁନା କରିଦେଇଥିଲ ତାତି ଯିବା କରି ଯେଉଁ ଚୁଲି ନିଆଁ ଅଛି ଯେ ରଡ଼ ତାତିଗଲା ଟିକେ ହାତଟା ଟିକେ ଭାଜିଗଲା ହଉ କ'ଣ ପରିବା କଟା ହବ? କଖାରୁ ଟିକେ କମ୍ ପକେଇବ କଖାରୁ ମିଠା କରିଦେଉଛି ଡାଲମା ନା ଆଉ ଭଣ୍ଡା ଭଜା ହବନି? ହଉ ଭାଜିଦିଅ ଅରୁଆ ବସିଛି ଏବେ ଭାତ ଗାଳିକି ଚୁଲି ଲିପିକି ଅରୁଆ ବସେଇଛି ଅରୁଆ ଫୁଟୁଛି ହଉ ଡାଲମା ଭଜା କରିଦେବା ଆଉ ଡାଲମା ଭଜା ହବ କୋବିଟା ହବ ବା କୋବିଟା ହବ ଟି କେଡ଼ିକି ହେଇଛି ଦେଖୁନ ସେଇଗୁଡ଼ା 25 ଟଙ୍କା ଏଇଗୁଡ଼ା ଆଉ 25 ଟଙ୍କାଟା ଏଇନେ ନୂଆ ପଡ଼ୁଛି ବାହାର କୋବି ଆସୁଛି ନୂଆ ତ ସେଥିଲାଗି ଅଧିକ ପଇସା ଆଉ ବାହାର କୋବି ଆଉ ସେ ଗୋଟେ ଟାଇମ୍ ହେବନି ଆଳୁ ଗୋଟେ ପକେଇଦେଲେ ଡାଲମା ସାଙ୍ଗ ଟିକେ ଚାକଣା ହେଇଯିବ ଆଉ ସୋମବାରଟା ତ ଆଜି ଆଉ କାଲି ଛାଡ଼ ଖାଇଲେ ଆଇଁଷ ସବୁ ଖାଇଲେ ଆଜି ସାଧା ତ ଆୟୁଷ ଏବେ ଏଠି ଖାଉଛି ଭାତ ଡାଲମା ଆଉ ପାମ୍ପଡ଼ ଲଗେଇ ଖାଉଛି ଆଉ ଭଣ୍ଡା ଗୋଟା ହେଉଛି କ'ଣ ପାଇଁ ନା ଭାଜିଦେବା ଦି ଓ ତାହେଲେ ଖାଇବାକୁ ନା ହେଇନି ତାହେଲେ ହେଇଗଲାଣି ଯେ ଅରୁଆ ଡାଲମା ଭାତ ପାମ୍ପଡ଼ ସବୁ ହେଇଯାଇଛି ଆଉ ଟିକେ ଭଣ୍ଡା ଯୋଉଟା ଅଛି ଭାଜିଦେଲେ ଆଉ କୋବି ହବ ବୋଧେ ନା କୋବିଟା ଆଉ ଏଇନା ଖାଇପାରିବି ରାତିକି ହବ ରାତି ଶୀତ ହବ ତ ରାତି ଯୋଉ ଶୀତ ହଉଛି କୋବି ଚୁଲି ଲାଗିବ ଯେମିତି ଚୁଲି ଲାଗିବନି ସମସ୍ତେ ମାନେ ରୁଟି ହବ କୋବି ହବ ରାତିକି କହୁଥିଲି କରିବାକୁ ଯାଇନା ଟାଇମ୍ ତ କ'ଣ ସାଙ୍ଗମାନେ ମାନେ ଭିଡ଼ିଓ ଟିକେ କରିବା ପାଇଁ ରିଲ୍ସ ଗୋଟେ କରିବା ପାଇଁ କାହା ଭିତରେ ପଶିବାକୁ ପଡ଼ୁଛି ଦେଖନ୍ତୁ ଏ ଯେଉଁ ପଙ୍କ ଏଇ ଦେଖିଲେ ପୁରା ପଙ୍କ ଏଟା ସବୁ ବିଲ ଏଟା ସବୁ ପୁରା ପାଣି ହେଇଥିଲା ଏଗୁଡ଼ା ସବୁ ହାତରେ ବା ଏ ସବୁ ପାଣି ହେଇଥିଲା ଏବେ ଟିକେ ଖରା ହେଇଛି ବୋଲି ଟିକେ ଶୁଖିଛି ତ ଆମ ଗାଡ଼ି ସାଇକେଲ ସେଠି ଥୁଆ ହେଇଛି ତ ଏଥିରେ ଏଇ ସବୁ ପାଣି ହେଇଛି ସେଠି ଡେଇଁ ପଡ଼ିବ ଏଠି ଗୋଡ଼ ଖସିବ ମାନେ ପଡ଼ିବ ହେଲା ଦେଖନ୍ତୁ ଏଇଟା ପୁରା ବିଲ ଭିତରେ ଏଇଟା ଗୋଟେ ହିଡ଼ଟା ଆଉ ହିଡ଼ଟା ଯେ ଏଇଟା ପୁରା କଟା ହେଇକି ଗୋଟେ ସେ ପୋଖରୀ ଯେ ଯିବା ପାଇଁ ଏଇଟା ଗୋଟେ ରାସ୍ତାଟା ହେଇଛି ଏଇଟା ହଁ ସେଇଟା ଗୋଟେ ଏଇଟା ବାଲି ପୋଖରୀଟା ଭଳିଆ ସେଠି ଦେଖାଯାଉଛି ହଁ ଏଇଠି ପ୍ଲେସ୍ଟା ଆସିବ ଗୋଟେ ଭଲ ଭିଡ଼ିଓ ପରେ ବାଲି ବା ଏଇଟା ବାଲିଆ ମାଟି ଗୋଟେ ନାଇଁ ଆମ ଘର କିଏ ନେଇଯିବ ସେ ଗାଡ଼ି ସାଇକେଲ ଆମେ ଭିଡ଼ିଓ କରିଥିବୁ ଆମ ସାଇକେଲ ରୋଡ଼ରେ ଥୋଇଛି କିଏ ଯଦି ନେଇକି ଗଲା ନାଇଁ କିଏ ନେଇ ତ ଦେଖନ୍ତୁ କେତେ ଗୋଟେ ପୋଖରୀଟା ଦେଖ ପାଣି ଅଛି ଏଥିରେ ଏଇଟା ଆମେ ଆସିଗଲୁ ନୂଆ ପୋଖରୀ ଦେଖିବା ପାଇଁ ହଁ ଏଇ ଭିତରେ ବି ଗୋଟେ ଷ୍ଟେପ୍ କରିଥିଲେ ହେଇଥାନ୍ତା ଯେ ଏଇ ଭିତରେ ଷ୍ଟେପ୍ଟା ଭଲ ହେଇଥାନ୍ତା ତ ଯେଉଁମାନେ ରିଲ୍ଟା ଦେଖିବାକୁ ଚାହୁଁଛନ୍ତି ଏଇ ଯେଉଁ ରିଲ୍ସଟା ହେଲା ତାର ଇନଷ୍ଟାଗ୍ରାମ ଯାଇକି ଦେଖିପାରିବେ आयुष बेहरा ऑफिशियल ଆୟୁଷ ବେହେରା ଅଫିସିଆଲ ଇନଷ୍ଟାଗ୍ରାମ ଆଇଡି ଚାଲ ଯିବା ଆଉ ଓହୋ ଗୋଟେ 1.5 ଘଣ୍ଟା ପରେ 1.5 ଘଣ୍ଟାର ମେହନତ ପରେ ଆଉ ଏତେ ଖ୍ୟାଲ ରହିଲାନି ଆଉ ଏଇଟା ନହେଲେ ଆ ଭିତରେ ବି ହେଇଥାନ୍ତା ହଁ ଚାଲ ଘରକୁ ଯିବା ତ ସାଙ୍ଗମାନେ ବି ଆସିଲି ସେ ପଙ୍କ ଭିତରୁ ଆଉ ଲାଗିନି ମାନେ ବାଧ୍ୟରେ ନାଇଁ ବେଶୀ ଆଉ ଖରା ହଉଥିଲା ଶୁଖି ଯାଇଛି ପୁରା ଭଲ ହେଇଛି ନା ଆଉ
ଆଉ ସେ ସେଇ ପୋଖରୀ ଭିତରେ ଯାଇକି ହେଉଥିଲା ତା ଭିତରେ। କେତେ ବାଟରେ ଯାଇକିରି ହେଉଥିଲା? ହଁ କେତେ ବାଟରେ ନା ଅଳ୍ପ ବାଟ? ସେଇଭଳିଆ ନୁହେଁ କୋଉ ଗୋଟରେ ମତେ ଆପଣମାନେ ତ ଜାଣିଥିବେ ଡାହାଣ ଗୋଡ଼ରେ ସିଏ ମାନେ ଷ୍ଟାର୍ଟ ମାରିପାରିବେନି। ହଁ ସେ ପ୍ୟାଣ୍ଟ ବି ଫୁଲ୍ ପ୍ୟାଣ୍ଟ ବି ପିନ୍ଧିଲେ ବି ତାଙ୍କର ଗୋଡ଼ ଟିକେ ଏମିତି ହେଉଛି ଆଉ। ହ୍ୟାଲୋ ଫ୍ରେଣ୍ଡସ୍, ଆମ ଭିଡ଼ିଓ ତ ଆପଣମାନେ ଦେଖିଲେ। ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଆଉ ଏବେ ମୁଁ ରହୁଛି। ଜୟ ଜଗନ୍ନାଥ।